नमस्कार दर्शक बंधु मु चंदन महापात्र मु आज स्वागत करुच्ची मोर लो बजेट पॉडकास्ट शो को। तो आज आम एमती जन गोटे व्यक्ति ऊपर आज उठ भाई। ଆଜ୍ଞା ନମସ୍କାର। ମୁଁ ଲୋକନାଥ ଲୋକେ ଆପଣମାନଙ୍କୁ ସ୍ୱାଗତ କରୁଛି ଆଗ ଚ୍ୟାନେଲ। ହଁ ଭାଇ, ଆଉ ତମେ ତ କିଛି ଡାଇଲଗ କହିପାରିଲ, ତମ ଯୋଗୁଁ ମୁଁ ଏଠି ଡାଇଲଗ କହୁଛି। ତମେ କଣ ପଚାରିବା କଥା ମତେ ପଚାର। तो सर नमस्कार। ହଁ ନମସ୍କାର। तो ନମସ୍କାର। सर आपण कौन करती? ମୁଁ କଣ କରୁଛି, ଖାଉଛି ପିଉଛି ବୁଲୁଛି ଆଉ କଣ କରୁଛି। मो कथा से नुह आपण दिन सारा कौन करती काम? ଆଜ୍ଞା କାମ ମୋର ଟିକେ ସୁନା ଉପରେ ଭାରି ସୁନା ରୂପା ଟଙ୍କା ପଇସା ଆମର କାରବାର ଚାଲେ ଗୋଟେ ଭିତରେ ଆଉ। ତାହେଲେ ଆପଣଙ୍କର ଗୋଟେ ସୁନା ଖଣି ଆଉ ଗୋଟେ ସୁନା ଦୋକାନ ବି ଅଛି। ହବନି ଖଣି ବୋଲେ ନୁହଁ, ଆମର ଚାଲିଛି ଗୋଟେ କାରବାର ଭିତରେ ଆଉ। କାରବାର ପୁଣି କୋଉଠି ଥିବ ଆଜ୍ଞା? ସୁନା ଜିନିଷ ଯେହେତୁ ଖଣି ଗୋଟେ ଥିବ କି ଆଜ୍ଞା ଜୁଏଲାରୀ ସବୁ ଥିବ। ଚୋରି କରୁଛି। ଭାଇରା ସାର୍ ଚୋରଟାରେ। ତ ସାର୍ ଆପଣ ଚୋରି କରୁଛନ୍ତି? ଆଜ୍ଞା ଧୀରେ କୁହନ୍ତୁ। ଜାଣିଲ କି ମାନ ସମ୍ମାନ ସବୁ ମାଟିରେ ମିଶେଇବ ଆଉ। ତ ସାର୍ ଏ ଯୋଉ ଚୋରି ଗୁଣଟା ଆପଣଙ୍କର କେମିତି ଆସିଲା? ତାପରେ ତ ଆପଣଙ୍କ ବାପା କଣ କରନ୍ତି? ଆଜ୍ଞା ସେଇଟା ଆମର ବହୁତ ଦିନର କଥା। ସାର୍ ସୋଫାଟା ଟିକେ ମଇଳା ହେଇଯିବ, ଟିକେ ଗୋଡଟା ତଳେ ରଖନ୍ତୁ। 4000 ଟଙ୍କା ଦେଇକି ଆଣିଛି ସାର୍ ସୋଫା। ଦେଖ, ମୋର ବାପା ଜେଜେବାପା ଅମଳରୁ ଆମର ସେ ଗୋଟେ ଦଣ୍ଡା ଥିଲା। ଦଣ୍ଡା ଦେଲେ ସେ ସବୁ ଏଠି ଗୋଟେ ବରା ବାଜି ଆମର ଚଳେ କରିବ। ମୋ ଜେଜେବାପା ଯେତେବେଳେ ଥିଲେ ପଞ୍ଚମୁଖୀ ମାଡୁଆ, ସିଏ ଆମର କଣ କରନ୍ତି ନା ବରା ବାଲ୍ଟି ଏମିତି ବଗେରା ବଗେରା ସବୁ ଆମର ଚୋରି କରିକି ଗୋଟେ ଆଜବେଷ୍ଟ ଘର କଲେ। ତାପରେ ଆମ ବାବା ଆଇଲେ, ଆମ ବାପା ଯେତେବେଳେ ଆଇଲେ ମାର୍କେଟକୁ ସେତେବେଳେ ଘୋଡ଼ା ବାଲ୍ଟି ଧରିଲେ। ସେଇଟା ତା ଛାତରେ ପାଣି ଟାଙ୍କି ଥିବ, ଡାଇରେକ୍ଟ ପାଣି ଟାଙ୍କି ବିକିଲେ ହେଲା କି। ତ ସିଏ ଯେତେବେଳେ ହେରା ଚୋରି କରିକି ବିକିଲେ, ଆମର ହେଲା କଣ ନା ଆଜବେଷ୍ଟ ଥିଲା ଯେତେବେଳେ ସିଏ ଯେତେବେଳେ ବିକିଦେଲେ ଆମର ଛାତ ହେଇଗଲା। ସାର୍ ଆପଣଙ୍କ ଜେଜେବାପା ଚୋରି କଲେ ଯେ ଆଜବେଷ୍ଟ ପକେଇଥିଲେ, ତ ବାପା ଚୋରି କଲେ ଯେ ଛାତ ପକେଇଥିଲେ, ହେଲେ ଆପଣ କଣ ଚୋରି କଲେ, କଣ କଲେ? ଚୋରି ଆରେ ଚୋରି ମୁଁ ଯେତେବେଳେ ଆରମ୍ଭ କଲି କିଛି ବଡ ଧରଣର କାମ କରି ପକେଇଲି। ଏଇ ଯୋଉ ଛାତ ଘର ଥିଲା ସେଇଟା ଚାଳ ହେଇଗଲା। ଚାଳ ହେଇଗଲା? ହଠାତ୍ ସେ ଛାତରୁ ଚାଳ ହେଇଗଲା କେମିତି? ଆଜ୍ଞା ମତେ ଚୋରି କରିବା ଶିଖେଇଲେ, କିନ୍ତୁ କେମିତି ଆଉ କୋଉଠୁ ଚୋରି କରିବା ମତେ କହିଲେ। ମୁଁ କଣ କଲି ଆଜ୍ଞା କହୁନାହାନ୍ତି? ମୁଁ ଆମ ଘରୁ ଚୋରି କରି ପକେଇଲି। ସେ ଆପେ ଆପେ ଛାତରୁ ଚାଳ ହେଇଗଲା। ତ ଚାଳ ହେଇଗଲା ପରେ ଆପଣଙ୍କୁ ତ ବହୁତ କଷ୍ଟ ହେଇଥିବ। ତ ଉପରକୁ ଉଠିବା ପାଇଁ ଆପଣ କଣ କଲେ? ଆଜ୍ଞା ତାପରେ କଣ କରିବି, ଆମର ଯେତେବେଳେ ଉଚ୍ଚ ଧରଣର ଚୋରି ଟିକେ କରିବାକୁ ଚାହିଁଲି, ମୋର ଭାରି ଟିକେ ସୁନା ପ୍ରତି ଲୋଭ। ସୁନା? ହଁ ସୁନା ସୁନା। ତ ତାହେଲେ ଆପଣଙ୍କର ମାନେ ପ୍ରଥମ ଚୋରି ସୁନା ଚୋରି ତ କେମିତି କରିଥିଲେ? ଏ ଦେଖନ୍ତୁ, ଆମ ଗାଁରେ ଯେତେବେଳେ ସମସ୍ତେ ଶୋଇପଡନ୍ତି ସେତେବେଳେ ମୁଁ ଉଠି ପଡେ। ଆପଣ ଉଠି ପଡ଼ନ୍ତି ଏକୁଟିଆ? ଆଜ୍ଞା ଶୋଇଲା ସମୟରେ ଚୋରି କରିବା ଆମର ପୁରା ନିର୍ଜଳା, ମାନେ କିଛି ଜଣା ପଡିବନି। ସମସ୍ତେ ଶୋଇବେ, ଆପଣ ଏକୁଟିଆ ଯାଇକି ଯାହା କରିବା କଥା ଖେଳ ସାରିଦେବେ। ସେଥିରେ କିଛି ଅସୁବିଧା ନାହିଁ। ମାନେ ଆପଣ ଭାବନ୍ତୁନି ଯେ ଚୋରିଟା ଗୋଟେ ଖରାପ କାମ। ଚୋରି ଗୋଟେ ଏମିତି କାମ, ଚୋରି ଯିଏ କରୁଛି ସେ ଖାଇବା ପାଇଁ କରୁଛି, ତା ପେଟ ପୋଷିବା ପାଇଁ କରୁଛି। ଆପଣ ଯୋଉ ଭାବୁଛନ୍ତି ଆମେ କୋଉ ମଣିଷ ମାରୁନୁ କି କାହା ବେକ କାଟି ଦଉନୁ, ପ୍ରଥମ ଚୋରି ଆମର ଶୁଣନ୍ତୁ। ଗୋଟେ ଲୋକଟେ ଯାଉଥିଲା, ତା ବେକକୁ ଧରି ପକେଇଛି, ତା ଚେନ୍ ଟା ଧରିବା ବଦଳରେ ତା ବେକକୁ ଧରି ପକେଇଛି। ସେ ତାପରେ ବୁଲିକି ମୋ ମୁହଁ ଗୋଟେ କଉଣିଆ ପକେଇଲା। ତାପରେ ମୁଁ କହିଲି ଆଉ ଲୋକଙ୍କଠୁ ଚୋରି କରିବା। ଆଉ ତାପରେ ମାଇକିନା ଗୋଟେ କହୁଥିଲା, ମାଇକିନା କାନ୍ତାକୁ ଧରି ପକେଇଛି। କାହିଁ କହିଲେ? କାଇଁ? ସେ ଝୁଲା କାନ ଫୁଲ ଲଗେଇଥିଲା। ଷ୍ଟୋନ୍ ଲଗେଇଥିଲେ? ଆପଣ ଗୋଟେ କରିଛନ୍ତି ନା ମିଶେଇ ଦଉଛନ୍ତି କଥା। ଦେଖନ୍ତୁ ସେ ଯେତେବେଳେ ଲଗେଇଲେ, ମୁଁ ତା କାନଟାକୁ ଧରି ପକେଇଛି। ସେ ମୋ ଦି କାନ ଧରିକି କହୁଛନ୍ତି ପାନ ପତ୍ର ପାନ ତୁ ଦମ କାନ। ଆଚ୍ଛା। ଆଜ୍ଞା ସେତିକି ତ କହିଛନ୍ତି, ତାଙ୍କ ହଜବେଣ୍ଡ ଆସିକି ମୋ କାନ ଧରିକି ନିସ୍ତୁକ ମାର। ତ ଆମେ ଆହୁରି ଗୋଟେ ଆପଣଙ୍କ ବିଷୟରେ ଶୁଣିଛୁ କି ଆପଣ ଜଣଙ୍କ ଘରେ ଚୋରି କରୁଥିଲେ, ଧରା ପଡ଼ିକି ବହେ ମାଡ଼ ଖାଇଛନ୍ତି, ଏଇଟା କଣ ସତ? ଆଜ୍ଞା ଯିଏ ଚୋରି କରିବ ସେ ଧରା ପଡି ମାଡ଼ ଖାଏ, ଏଇଟା କୋଉ ବଡ କଥା? କେତେ ଆଉ ମାଡ଼ ଖାଇଛୁ ମନେ ନାହିଁ। କିନ୍ତୁ ମୋ ଜୀବନରେ ଆଉ ଗୋଟେ ଚୋରି କରୁଥିଲି, ସେ ଚୋରି କେସଟା ମୁଁ ନ କହିଲେ ଭଲ କଥା। ନା କୁହ ଏଇଟା ସମସ୍ତେ ଦେଖିବେ ଆପଣଙ୍କର ଦୁଃଖ କାହାଣୀ କଣ। ଲାଜ କରିବା କିଛି ନାହିଁ ମ, ଆମର ତ 100-150 view ଯାଉଛି। କୁହନ୍ତୁ କୁହନ୍ତୁ। ଆଜ୍ଞା ଦିନକର ଘଟଣା, ନାଇଁ ରାତିକର ଘଟଣା।
ଆମେ 4-5 ଜଣ ସାଙ୍ଗ ବସିଥାଉ। ସାର୍ ବହୁତ ଥର କହିବି ଆଜ୍ଞା ଗୋଡ଼ ଟିକେ ତଳକୁ କର ସୋଫା ମଇଳା ହେଇଯିବ। ହଁ ଆମେ ବସିଥାଉ 4-5 ଜଣ ସାଙ୍ଗ। ଯେତେବେଳେ ଗୋଟେ ଭୋଜିର ମାନେ ଆୟୋଜନ ହେଲା ମତେ କହିଲେ ଆଉ ତୁ ତ ଆମର ବ୍ଲକବାଷ୍ଟର ଗୋଟେ ତୋର ତୁ ଭାରି ସହଜରେ ସେଇ ଜାମ୍ବୁରା ଘରୁ ଆଣିବି କଣ ସେଇଟା। ମୁଁ କହିଲି ହଁ ହଉ ଦେଖିବା ଯେତେବେଳେ ମତେ ଏଡ ଲିଷ୍ଟ ଦେଇଛ ମୁଁ ଦେଖିବି ଆଉ। ମୁଁ ରାତି 11 ସାଢ଼େ 11ଟା ହବ ଗୁହାଳ ଘରକୁ ଯାଇକି ଛେଳିଟାକୁ ବସ୍ତା ଭିତରେ ପୁରେଇଲି। ସେ ପର୍ଯ୍ୟନ୍ତ ବି ଛେଳି ବୋବେଇନି। ମୁଁ ଆଣିକି ପଳେଇ ଆଇଲି ଛେଳିଟା ବୋବଉଛି। ହଠାତ ଛେଳି ମାଲିକ ଛେଳି ମାଲିକ ଆଇଲା। ଛେଳି ମାଲିକ ଯେତେବେଳେ ଆସିକି ପଚାରିଲା ଆରେ ଇଏ ଲୋକିଆ ଆଉ ଗୁହାଳ ଆଡେ ଯାଇଥିଲୁ କିରେ? ମୁଁ କହିଲି ନାଇଁ ଆଜ୍ଞା ମୁଁ ତ ମୋ ଗୁହାଳ ଆଡେ କାହିଁକି ଯିବି ମୋର କଣ କାମ। ଆଜ୍ଞା ସେ କହିଲା ହଉ ମୋର ଏଇ ଦାଦା ଜଣେ ଦେଖିଲେ ଯେ କହିଲେ ଲୋକିଆ ଆଇଥିଲା ମୁଁ ଭାବିଲି ତୁ ଆମର ଛେଳିଟା ଆଣିଛୁ। ନାଇଁ ଆଜ୍ଞା ମୁଁ ସେମିତି କରିବିନି ମୁଁ ଆପଣଙ୍କ ଛେଳି କଣ ଚୋରି କରିବି। ଆଜ୍ଞା ଏମିତି କହିଲା ଭିତରେ ମତେ 2-4 ଚଟକଣି ଲାଗିଗଲା। ମୁଁ କହିଲି ଆଜ୍ଞା ମାରିକି ଆପଣ କିଛି ଭୁଲ କାମ କରୁନାହାନ୍ତି ମୁଁ କଣ କହୁଛି କହୁନାହାନ୍ତି ମୁଁ ତ କହୁଛି ଆପଣଙ୍କ ଘରକୁ ଯାଇନି। ତାପରେ ପଳେଇଥିଲି ତାଙ୍କ ଦଦାପଟା ସବୁ ଆସିକି ମତେ ତଳେ ପକେଇକି ଦଳାଦଳି କରିଦେଲେ। ସାଙ୍ଗମାନେ କେହି ଆଉ ପିଠିରେ ପଡୁନାହାନ୍ତି। ତେଣୁ ମୁଁ କହିଲି ହଁ ଆଜ୍ଞା ଯାଇଥିଲି ଯେ ଆଉ ଆଣିଛି ଗୋଟେ ଛେଳି ଆଣିଛି। ହେଇଠି ଚୋର ଧରା ପଇଲା। ଆଜ୍ଞା ବସ୍ତାଟା ଖୋଲିଦେଲେ ଆସିକି ଆଜ୍ଞା କାଳିଆ କୁକୁରଟେ ଭିତରେ ଥିଲା। ଅଯଥା କାଳିଆ କୁକୁର ଯୋଗୁ ମୁଁ ଏତେ ମାଡ଼ ଖାଇଛି। କିନ୍ତୁ କିନ୍ତୁ ମୁଁ ପରେ ଜାଣିଲି ଯେ ସେ ଫେମାହାର ଗ୍ୟାଙ୍ଗ ଲୋକ ସବୁ ନେଇଛନ୍ତି ସେ ଛେଳିଟାକୁ। ଆଜ୍ଞା ସେଇଟା ମତେ ମୋ ଜୀବନର ପ୍ରଥମ ଚୋରି ମତେ ବହୁତ ବାଧିଲା ସେ ଚୋରିଟା। କାନ୍ଦୁନି ଜୀବନରେ ଆହୁରି ବଡ ବଡ ଚୋରି କରିବେ ଆପଣ। ଆଜ୍ଞା ଚାହାରି କରିଥାନ୍ତି। ସକାଳୁ ଆଜ୍ଞା ମୁଁ ଗୋଟେ 5 ଟଙ୍କା ଦେଇକି ଦୋକାନ ଚା ବିକି ଆସିଛି। ବଜେଟ ଲୋ ଆଜ୍ଞା ବଜେଟ ଲୋ। ଧାର ଉଧାର କରି ଚଳୁ। ହଁ ଆସୁନାହାନ୍ତି ମୋ ହାତରେ କାମ କରିବେ ଭଲ କାମ। ସାର୍ ମୋର ସେ କାମ ଦରକାର ନାହିଁ। ହଁ ତମେ ମାଗିକି ପିଅ ତମର କଣ ଅଛି। ତମେ ଇଏ କର ଏସିଟା ଅନ୍ କଲ ନହେଲେ। ସାର୍ ଦେଖୁଛନ୍ତି ଲୋ ବଜେଟ ପଡକାଷ୍ଟ ଆପଣ କହୁଛନ୍ତି ଏସି ଅନ୍ କରିବାକୁ ଚା ଆଣିବାକୁ କୁଆଡୁ ଆଉ ଆଣିବି ଗୋଡଟା ସାର୍? ଏଇଠି ଥୋଇଲେ ମନା କରୁଛ। ଏସିଟା ଲଗେଇବ ଚାଟା ଆଣିବନି। କରୁଛ ତମେ ନୁହଁ ସାର୍ ଚଳେଇ ମୋ ଦିଅନ୍ତୁ ଘରକୁ ଯିବ 5ଟା ଏସି କିନ୍ତୁ ସାର୍ ଚାଲୁନି। ଯୋଉଠି ଥୁଆ ହେଇଛି ସେଇଠି ଅଛି। ଆପଣ ମୁହଁରୁ ଜଣା ପଡୁଛି ସାର୍ ଆପଣଙ୍କର 5ଟା ଏସି ଥିବ। ଆସୁନ କେତେବେଳେ ଘର ଆଡେ ବୁଲି ହଁ ଆସ। ସାର୍ ଯିବି। ତ ଆପଣଙ୍କ ଜୀବନ ତାହେଲେ ଏଇ କାହାଣୀ ଥିଲା? ଆଜ୍ଞା ଏଇ କାହାଣୀ ଏରା ଜୀବନର କାହାଣୀ ଏରା ତୁଚ୍ଛ କାହାଣୀ। ଓହୋ ଜୀବନ କାହାଣୀ ଆହୁରି ଅଲଗା ତମେ ପଚାରିବା। ଜୀବନ କାହାଣୀ। ତେବେ ମୁଁ ଗୋଟେ ବ୍ୟକ୍ତିଗତ ପ୍ରଶ୍ନ ପଚାରିବାକୁ ଚାହିଁବି ଆପଣଙ୍କୁ। ପ୍ରତ୍ୟେକ ପୁରୁଷ ପଛରେ ଗୋଟେ ନାରୀର ହାତ ଥାଏ। ତେବେ ଆପଣଙ୍କ ସାଙ୍ଗରେ ସେମିତି କିଛି ହୋଇଛି କି ଆପଣ କାହାକୁ ପ୍ରପୋଜ କରିଛନ୍ତି କି କୋଉ ଝିଅ ଆପଣଙ୍କୁ ପ୍ରପୋଜ କରିଛନ୍ତି ସେମିତି କିଛି ହୋଇଛି କି ଆପଣଙ୍କ ସାଙ୍ଗରେ? ଆରେ ମତେ ତ ବହୁତ ଝିଅ କରିଛନ୍ତି ରିଜେକ୍ଟ। କିନ୍ତୁ ମୁଁ ଗୋଟେ ଝିଅକୁ ରିଜେକ୍ଟ କରିନି। କାହିଁକି ପଚାରୁନାହାନ୍ତି? କାହିଁକି? କାହିଁକି ନା ସିଏ ମୋତେ ପ୍ରପୋଜ ମାରିନାହାନ୍ତି। ରିଜେକ୍ଟ କରିବାର ସୁଯୋଗ ମତେ ମିଳିନି। ଆଉ ମୋର ଯୋଉ କିଛି କାଳ ସବୁ ଅଛି ଏଇଟାକୁ ଦେଖିକି ଝିଅ ମାନେ ଇମ୍ପ୍ରେସ ହବାଟା ଦୂରର କଥା ସିଏ ମଙ୍ଗୁନାହିଁ। କିନ୍ତୁ ମୁଁ ଜଣକୁ ପ୍ରେମ କରୁଥିଲି। ମୁଁ ଜଣକୁ ଲଭ୍ କରୁଥିଲି। ଆରେ ସେ ଏକା କଥା କହୁନାହାନ୍ତି ତାପରେ କଣ ହେଲା? ଆଜ୍ଞା ମୁଁ ତାକୁ ଏତେ ସବୁ କରିସାରିଲା ପରେ ସିଏ ମତେ ଟିକେ ହେଲେ ବି ଦେଖେଇଦେଲେନି ଭାଉ ଦେଲା। ଭାଉ ଦେଲେନି କେମିତି କଣ ହେଲା ଟିକେ କାହାଣୀଟା କହିଦିଅନ୍ତୁ ଆପଣଙ୍କର। କଣ କରିବି ତାପରେ 3 ରୁ 4 ବର୍ଷ ଖଣ୍ଡେ ତାକୁ ଉଣ୍ଡିଲି। ଏତେ ଉଣ୍ଡି ସାରିଲା ପରେ ତାପରେ ଆଖି ବୁଝିଦେଲେ କଣ ମରିଗଲେ ନା କଣ? ଆରେ ମରିଗଲେ ତ ଏଠି ବସିଛି କି? ଆରେ ଆଖି ବୁଝିଦେଲେ ତ ଶୋଇ ପଇଲି। ଆଖି ବୁଝିଦେଲା ପରେ ମତେ ଆଉ କିଛି ଦେଖାଯାଏ। ଆଉ ଶୋଇ ପଡିଥିଲେ ଦେଖାଯିବ କେମିତି? ଆଜ୍ଞା ତାପରେ ଝିଅ ଏମିତି ଗୋଟେ ଜିନିଷ ମୋ ପିଲାଦିନ ମୋ ମାଆକୁ ଧରିକି ଆଜି ପର୍ଯ୍ୟନ୍ତ ଗୋଟେ ଝିଅ ସାଙ୍ଗ ବି ବନେଇ ପାରିବି। ଆଜ୍ଞା ଆମେ 4-5 ଜଣ ସାଙ୍ଗ ଯାଉଥିବୁ 3 ଜଣ ଖଣ୍ଡେ ମୋବାଇଲରେ ଗପୁଥିବେ ମୁଁ ଏକୁଟିଆ ଏ କରିଚିରେ ଯାଉଚିରେ ଖାଉଛ ପିଉଛ କୋଉଠି ଏଗୁରା ସବୁ କରିକି ଖାଇବା। ଆପଣ ଯଦି କହିଥାନ୍ତେ ଟିକେ ମାଧ୍ୟମରେ ଟିକେ ଅଧଘଣ୍ଟା ଟିକେ ଭାରି ଆପଣଙ୍କ ଉପରେ ଭାରି ତ ଦେଖୁଛନ୍ତି ସାର୍ ବର୍ତ୍ତମାନ ଏବେ ବି ସିଙ୍ଗଲ ଅଛନ୍ତି। ଯଦି କିଏ ଇଚ୍ଛୁକ ଅଛନ୍ତି କୋଉ ଝିଅ ମାନେ ତ ସାରଙ୍କୁ ଆମର ଦେଖନ୍ତୁ ବହୁତ ଭଲ ଇନକମ ଦିନକୁ 4-5ଟା ବି ଚୋରି କରୁଛନ୍ତି। ଯଦି କିଏ ଇଚ୍ଛୁକ ଅଛନ୍ତି ତାହେଲେ ସାରଙ୍କ ସାଙ୍ଗରେ ଟିକେ କଣ୍ଟାକ୍ଟ କରିବେ ତ ସାରଙ୍କର ସମ୍ପର୍କ ଟିକେ ଯୋଡିକି ଆନ୍ତା ସାର୍ ଆଉ ଧନ୍ୟବାଦ ବହୁତ। ତାପରେ
ମୁଁ ଭଲ ପାଇଲେ କଣ ଆଜ୍ଞା ମତେ ଟିକେ ଭଲ ପାଉନାହାନ୍ତି ଚୋର ଶଳାଟା ମୁଁ ଚୋର ହେଲେ କଣ ହବ ଆପଣ ଏତେ ଏତେ ସୁନା ଗଣା ପକେଇଛନ୍ତି ଚୋର ଝିଅ ନାଇଁ ସେ ପ୍ରପୋଜ ଆପଣଙ୍କୁ ମାରିବେ ସାର୍ ଆମେ ବି ଶୁଣିଛୁ ଆପଣ ରାୟମନଙ୍କର ବଡ ଫ୍ୟାନ୍ ସାର୍ ରାୟମନଙ୍କର ମିମିକ୍ରି ଆପଣଙ୍କ କଣ୍ଠରୁ ଟିକେ ନାଗୁ ଆମ ଦର୍ଶକ ମାନେ ଟିକେ ଦେଖିବେ ଟିକେ ନାଗୁ ଆପଣ କରିଦିଅନ୍ତୁ ସାର୍ ଗୋଡ଼ কাবলে 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 অনানে অনানে চোখতে মাস্টারানী পাঠ পড়াইবু এଠି ପୁରା ଲେଖା ହେଇଛି ବିଦ୍ୟା ଅଟୋଇ ମହାଧନ ବାଳକେ କର ଉପାର୍ଜନ ପଢ଼ାରେ ମୋନା ନାଗିନା ମୋର ସବୁ ହେଇଥିଲା ଧୀରେ କାଶନ୍ତୁ ସାର୍ ବଢିଆ କହିଲେ 10 ଟଙ୍କା ଦଉନାହାନ୍ତି ସାର୍ ଲୋ ବଜେଟ୍ ସାର୍ ସାର୍ ଆମର ଶୋର ଆଜି ଲାଷ୍ଟ କ୍ୱେଶ୍ଚିନ୍ ତ ଆପଣଙ୍କ ଜୀବନରେ ସବୁଠୁ ବଡ ଚୋରି ସବୁଠୁ ବଡ ଇନକମ୍ କୋଉଠି କରିଥିଲେ ଆଜ୍ଞା ଆମର ଯୋଉ ବଜାର ସାଇଡ ରେ ଧଳାପଳା ପୁରୁ ଗାଁ ସେ ଗାଁର ଶେଷ ମୁଣ୍ଡରୁ 3ଟା ଘର ଛାଡିକି ଭିତରକୁ ଗୋଟେ ନେଳିଆ କୋଠା ଘର ଅଛି ସେଇ କୋଠା ଘରକୁ ମୁଁ ଗଲି ଗୋଟେ ରାତିରେ ତା ଝିଅ ପୁଅ ବୋହୂ ମାଇପ ତାର ଆଜ୍ଞା 6 ଲକ୍ଷରୁ 8.5 ଲକ୍ଷ ଖଣ୍ଡେ ହେଲା ହେଇଥିବ ଜିନିଷ ମୁଁ ଭାରି ଆତ୍ମା ଶାନ୍ତି ଚୋରି ଗୋଟେ କରିଥିଲି ଏଇ ଦିନ ଆଉ ଆଜ୍ଞା ମତେ ବୁଲେଇ ଦେଲୁ ଆପଣଙ୍କୁ କଣ ହେଲା ତୁ ମୋରି ଘରୁ ଏବେ ଚୋରି କରିଛୁ ଆଜ୍ଞା କଣ ହେଲେ ଶଳା ତୁ ଯୋଉ ଘର ଚୋରି ଆଜ୍ଞା ସେଇଟା ମୋ ଘରରେ ଆଜ୍ଞା ମୁଁ ଆସୁଛି ଆଜ୍ଞା ଆସୁଛି ହଁ ରେ ଯିଏ ମୋ ଘରୁ ଚୋରି କରିଥିଲା ମୁଁ ତାକୁ ନେଇକି ପଡକାଷ୍ଟ କରୁଥିଲି ହେ ଶଳା କଣ କରିବ ଗଲା ତ ଗଲା ମୋ ଚେନ୍ ଟା ବି ନେଇକି ପଳେଇଲା ବୋପା ମା ସୁନା ପ୍ରତି ଟିକେ ଲୋଭ ଓ ସୁନା ପ୍ରତି ଲୋଭ ହେଲେ ସୁନା କଣ ଦିଅ ହଁ ଜାଣିଲି ଯେ